ହାଲକା ହାଲକା ବର୍ଷା ହଉଥିଲା ଆଉ ସେତିକି ଭିତରେ ଆମେ ବାହାରି ପଡିଲୁ କଲିକତାର ଫେମସ ଦାଦା ବୌଦି ବିରିୟାନୀ ଖାଇବା ପାଇଁ। ଦୀର୍ଘ 1 ଘଣ୍ଟା ଅପେକ୍ଷା କରିବା ପରେ ଆମର ଟାଇମ ଆସିଥିଲା ଆଉ ଆମେ ଖାଇବାକୁ ଯାଇଥିଲୁ ବିରିୟାନୀ। ଏଠାରେ ଦେଖନ୍ତୁ ସାଇଡରେ ହିଁ ବହୁତ ସାରା ଆପଣଙ୍କୁ ବିରିୟାନୀର ହାଣ୍ଡି ଦେଖିବାକୁ ମିଳିବ, ଯୋଉଟା କି କୁକିଂ ଚାଲି ହିଁ ରହିଥାଏ ଏମିତି। ଚାଲନ୍ତୁ ଆପଣଙ୍କୁ କଲିକତା ସ୍ପେଶାଲ ବିରିୟାନୀ ଟା କେମିତି ଆଉ କିପରି ଥିଲା ସବୁ ଦେଖେଇଦେବି। ଏଇଟା ଥିଲା ଆମର ଇଣ୍ଟେରିୟର। ଏଇଟା ତଳେ ଆମେ ଗ୍ରାଉଣ୍ଡ ଫ୍ଲୋର ରେ ବସିଛୁ ଆଉ ଏଠି ଆମକୁ ବହୁତ ସାରା ଷ୍ଟାର୍ଟର ଆଇଟମ ଅର୍ଡର କରିନବୁ। ଷ୍ଟାର୍ଟର ର ୱେଟିଂ ଟାଇମ ଥିଲା 10 to 15 minutes ଭିତରେ। ଆଉ ସେତିକି ଭିତରେ ଡାୟମଣ୍ଡ ଫିsh କବାବ ଆସିଯାଇଛି। ସେତିକି ଭିତରେ ଆସିଯାଇଛି ଚିକେନ ମଲାଇ ଟିକ୍କା। ଆଉ ସେଇଟା ବି ଦେଖନ୍ତୁ ଟେକ୍ସଚର ପୁରା ମଲାଇ ଭଳିଆ ଅଛି। ଉପରେ ଚିଜ ଆଉ ମିଠାର କିଛି ଫ୍ଲେଭର ରହିଛି, ଯୋଉଟା କି ଚିଜି ଟାଇପ ର ରହିକି ଦେଖନ୍ତୁ ଆପଣଙ୍କୁ ଦେଖିବାକୁ ଲେୟର ମିଳୁଛି। 6 pieces ଅଛି। ତା ଡେକୋରେସନ ଟା ଦେଖିବେ ଏମିତି ଫ୍ଲାଟ ତାୱା ଟାଇପ ର ଆସିଛି, ରସ ଟାଇପ ର ବହୁତ ବଢିଆ ପ୍ରେଜେଣ୍ଟେସନ ଅଛି। ତା ସହିତ ଲାଚା ପିଆଜ ଅଛି। ଆଉ ଦେଖନ୍ତୁ ମୁଁ ନେଇଗଲି ଗୋଟେ ଗୋଟେ ଏମିତି ଚିକେନ। ଏଇଟା ସର୍ଭିଂ 4 ରେ ବି ବହୁତ ବଢିଆ ଡିଭାଇଡ କରିପାରିବେ ଆକୁ। ବହୁତ ଇନଫ ରହିବ ଖାଇବାକୁ ଗଲେ। ଚିକେନ ର ମଲାଇ ଟିକ୍କା ଦାଦା ବୌଦି ର ଯୋଉ ବାରାକପୁର ଅଛି ସେଇଟାରେ ୱାନ ଅଫ ଦ ବେଷ୍ଟ କହିଲେ ଅଚୁକ୍ତି ହବନି। ସେତିକି ଭିତରେ ମେୟ ସସ୍ ଟା ଦେଖନ୍ତୁ ଟିକେ ମଷ୍ଟାର୍ଡ ଫ୍ଲେଭର ର ଅଛି। ଆଉ ତା ସହିତ ଆମକୁ ଦେଇଛି ଚିଲି ଗ୍ରୀନ ଚିଲି। ସେତିକି ଭିତରେ ଦେଖନ୍ତୁ ଚିକେନ ଟା ବହୁତ ଟେଣ୍ଡର ଅଛି, ମଝିର ମିଟ୍ ଟା ପୁରା ପିଙ୍କ ଅଛି। ଏତିକି ଭିତରେ ଦେଖନ୍ତୁ ଆମକୁ ଆସିଯାଇଛି ଫିସ୍ କବାବ ଟା। ଫିସ୍ କବାବ ଟାକୁ ଡାୟମଣ୍ଡ ଫିସ୍ କବାବ, ତାର ଡାୟମଣ୍ଡ ସେପ ରେ ଅଛି ଫିସ୍ ଟା। ତାକୁ ଆମେ ଡାଇସେକ୍ଟ କରିନବା ଭଲସେ ଆଉ ଆକୁ ଦେଖି ନବା। ଫିସ୍ ଟା ଆମକୁ କହିବାକୁ ଗଲେ ଏତେ ବି ଫ୍ରେଶ ଲାଗିଲାନି, କିନ୍ତୁ ହଁ ଭଲ ତ ଅଛି। ମଷ୍ଟାର୍ଡ ସସ୍ ରେ କିଛି ୟୁନିକ୍। ତାପରେ ଆମେ ଅର୍ଡର କରିନେଇଥିଲୁ ମେନ୍ କୋର୍ସ। ଡାଇରେକ୍ଟ ମେନ୍ କୋର୍ସ ରେ ଆସିଥିଲା ଏମିତି କଦଳୀ ପତ୍ରରେ ସର୍ଭ ହେଇଥିଲା ମଟନ ବିରିୟାନୀ ଟା। ମଟନ ବିରିୟାନୀ ଟା ୱାନ ଅଫ ଦ ବେଷ୍ଟ କହିଲେ ଅଚ୍ୟୁକ୍ତି ହବନି। ଆଉ କଲିକତାରେ ମଟନ ବିରିୟାନୀ ଟ୍ରାଏ କରିବେ କହିଲେ ଆଖି ବନ୍ଦ କରିକି ବାରାକପୁରର ଦାଦା ବୌଦିକୁ ଆସିଯିବେ। ଯେପରିକି ଜାଣିଛନ୍ତି କଲିକତାର ମଟନ ବିରିୟାନୀରେ ଗୋଟେ ଆଳୁ ତ ଏମିତି ରହିବ ହିଁ। ଆଉ ଆଳୁ ଏକ୍ସଟ୍ରା ଅର୍ଡର କରିପାରିବେ। ଆମେ ଆଳୁକୁ ଏମିତି ଦି ଭାଗ କରିକି 2 ଜଣଙ୍କ ଭିତରେ ବାଣ୍ଟି ନେଲୁ। ଆଉ ମଟନ ର ପିସ୍ ଟା ଦେଖନ୍ତୁ ବହୁତ ହି ଟେଣ୍ଡର ଆସିଛି। ତ ଆପଣଙ୍କୁ ଭଲ ଭାବରେ କରିକି ଦେଖେଇ ନଉଛି କାଢିକି। ଦେଖନ୍ତୁ ଦି ପଟର ଏମିତି ରିପିସ ଟା ଆସିଥିଲା, ତାକୁ ଦି ପ୍ରକାରର ଏମିତି ଭାଗ କରାହେଇଗଲା। କୁକ୍ ମିଟ୍ ଟା ଦେଖନ୍ତୁ ବହୁତ ହି ବଢିଆ ଅଛି। ହାୱା ଯେମିତି ବାହାରୁଛି ନା, ଆଉ ଯୋଉ ସ୍ମେଲ ସେଇଟା ଭିଡିଓରେ ଆପଣ କେବେ ବି ଫିଲ୍ କରିପାରିବେନି। ସେଥିପାଇଁ ଆପଣଙ୍କୁ ଆସିକି ଏଠି ଟେଷ୍ଟ କରିବାକୁ ପଡିବ। ଏତେ ବଢିଆ ଏତେ ଟେଣ୍ଡର ସେଇଟା। ଆଉ ଭାତ ସହିତ ଗରମ ଗରମ ଯେତେବେଳେ ଆମର କଦଳୀ ପତ୍ରରେ ପଡୁଛି ନା, ତା ଟେଷ୍ଟ ଟା ଏନହାନ୍ସ ଆସିଯାଉଛି। ଯେକୌଣସି ବି ଜିନିଷ ହଉ ଯଦି କଦଳୀ ପତ୍ରରେ ପକେଇଲେ ନା ତା ଟେଷ୍ଟ ଆସିଯିବ। ସେତିକି ଭିତରେ ଆଳୁ ଟା ବି ଟେଣ୍ଡର ଥିଲା। ଏମିତି ହାତ ପୁରା ସ୍ପୁନ ପକେଇକି ମୋ ହାତରେ ଖାଇନେଲି ଆରାମ ସେ। ଏମିତି ମନ୍ଦି ମନ୍ଦି ଦେଖନ୍ତୁ ଭାତ ବି ବହୁତ ସ୍ମୁଥ ଅଛି। ଆଳୁ ଟା ତ ଆହୁରି ଟେଣ୍ଡର ଅଛି। ହଁ କହିବାକୁ ଗଲେ ମଟନ ସହିତ ଆଳୁର କମ୍ବିନେସନ ମତେ ବହୁତ ବଢିଆ ଲାଗେ, କରିରେ ହଉ କି ବିରିୟାନୀରେ ହଉ। ସେତିକି ଭିତରେ ଗୋଟେ ମସଲା ସୋଡା ବି ନେଇଥିଲୁ ଆଉ ତା ସହିତ ଆମର ଆସିଯାଇଥିଲା ବିଲ୍। ଏବେ ଆର ଫର୍ଷ୍ଟ ଫ୍ଲୋର କୁ ଯିବା ଆଉ ଦେଖିବା ଫର୍ଷ୍ଟ ଫ୍ଲୋର ଟା କେମିତି ଥିଲା, ଆର ବିରିୟାନୀର ପାର୍ସଲ କାଉଣ୍ଟର କେମିତି ଥିଲା। ଫର୍ଷ୍ଟ ଫ୍ଲୋର ଯିବା ପାଇଁ ଆମେ ଲିଫ୍ଟ ନେଇଥିଲୁ। ଆଉ ଆପଣଙ୍କୁ ଏମିତି ଦେଖେଇବି କହିକି ଏଠିକି ଆସିଯାଇଛି। ଉପର ଫ୍ଲୋର ଟା ବହୁତ ବଢିଆ ଡେକୋରେସନ ରେ ଅଛି। ଆଉ ଦେଖନ୍ତୁ ବହୁତ ବଢିଆ ଆରେଞ୍ଜମେଣ୍ଟ ଅଛି ଆର। ଚାହିଁଲେ ଆପଣ ପ୍ରାଇଭେଟଲି ଏଟା ଆସିକି ଖାଇପାରିବେ। ଏଠି ପାର୍ସଲ କରି ନଉଛୁ ଚିକେନ ବିରିୟାନୀ ଟା, ଯୋଉଟା କି ଆପଣ ମଟନ ବିରିୟାନୀ ତ ଟ୍ରାଏ କରିଛୁ। ଏଇଟା ଯାଉ ଯାଉ ଯଦି ଭୋକ ହେଇଗଲା ଆରାମ ସେ ଖାଇ ନେବେ। ଯଦି ଆପଣ ହାଇଦ୍ରାବାଦ ର ଚିକେନ ବିରିୟାନୀ ଖାଆନ୍ତି ଆପଣଙ୍କୁ ନେକ୍ସଟ 2 to 3 hours ଏମିତି ଭୋକ ଲାଗିବନି। ଏଠି ବି ଦମ ଲାଗିକି ବିରିୟାନୀ ଟା ଅଛି। ଆପଣଙ୍କୁ ଫୁଲ ଡେସକ୍ରିପସନରେ ମିଳିଯିବ। ଆପଣଙ୍କର ଘୋଷ ରୋଡ ରେ ଥିବା ଏଇଟା ବାରାକପୁର ପୁରା ଆପଣଙ୍କୁ ଦୃଶ୍ୟ ଦେଖିବାକୁ ମିଳୁଛି। ସେତିକି ଭିତରେ ଦାଦା ବୌଦି ୱାନ ଅଫ ଦ ବେଷ୍ଟ କହିବା। ଏତେ ଥର ଦ ବେଷ୍ଟ କହିଛି ମାନେ ଆପଣ ଥରେ ନିଶ୍ଚୟ ଯାଇକି ଟ୍ରାଏ କରିପାରିବେ। ରେଲୱେ ଷ୍ଟେସନ ର ଜଷ୍ଟ ଫ୍ରଣ୍ଟରେ ଅଛି। ଆରାମ ସେ ଗୁଗଲ ରେ ମିଳିଯିବ। ଗୁଗଲ ରୁ ଦେଖନ୍ତୁ ପ୍ଲାଟଫର୍ମ ରୁ ଜଷ୍ଟ ଏମିତି ଦେଖିଲେ ହିଁ ସେଟା ଦେଖା ଯାଉଛି। କିଛି ବି ଆପଣଙ୍କୁ ଡାଉଟ ହୁଏ